ବାଲେଶ୍ୱର ସହରର ପ୍ରସିଦ୍ଧ ମିର୍ଜାପୋଖରୀଠାରେ 107ତମ ଚନ୍ଦନ ଯାତ୍ରା ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ସବ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ଓ କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀନାରାୟଣ ମହାନ୍ତି ମିଳିତ ଭାବେ ଏହି ଉତ୍ସବର ସାଂସ୍କୃତିକ ସନ୍ଧ୍ୟାକୁ ଉଦ୍ଘାଟନ କରିଥିଲେ। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଣିକମ୍, ଗୋପାଳଗାଁ, ସୋଲପୁର ସମେତ ଆଖପାଖ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟମରେ ଚନ୍ଦନ ଯାତ୍ରା ଆୟୋଜିତ ହେଉଥିବା କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତି ଏହି ଅବସରରେ କହିଥିଲେ। ପ୍ରତ୍ୟେକ ସନ୍ଧ୍ୟାରେ ଶୋଭାଯାତ୍ରା ମଧ୍ୟରେ ଶ୍ରୀ ରାଧାକୃଷ୍ଣ ବିଗ୍ରହଙ୍କ ନାବକୁ ଆଗମନ ଓ ନାବକେଳି ଅନୁଷ୍ଠିତ ହେବ। ସେହିପରି ମଞ୍ଚରେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚନ୍ଦନ ଯାତ୍ରା ମେଳାରେ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁ ଦୋକାନୀ ଆସି ନିଜ ନିଜର ପସରା ମେଲାଇଥିବା ବେଳେ ଜନସାଧାରଣଙ୍କର ଏହି ଉତ୍ସବ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରାଯାଇଥିବା ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। କମିଟିର ସମ୍ପାଦକ ଅରୁଣ କୁମାର ସ୍ୱାଇଁ ଏଥିରେ ଉପସ୍ଥିତ ରହି ଉତ୍ସବର ରୂପରେଖ ଓ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଚଳିତ ବର୍ଷର ଚନ୍ଦନ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କମିଟି ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରାଯାଇଛି। ବିଶେଷ କରି ଏହି ଉତ୍ସବ ପାଳନରେ ଅତ୍ୟଧିକ ଜନଗହଳି ହେବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କମିଟି ପ୍ରଶାସନ ସହିତ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି। ଉଦ୍ଘାଟନୀ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମନୋଜ ଦାସ ପ୍ରତିଯୋଗିତା ପରିଚାଳନା କରିଥିଲେ। ସହ ସମ୍ପାଦକ ଅନୁପ କୁମାର ସ୍ୱାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସରୋଜ କୁମାର ଲେଙ୍କା, ଅନୁପ କୁମାର ସ୍ୱାଇଁ, ଅବିନାଶ ସ୍ୱାଇଁ, ପ୍ରଭାତ ମହାନ୍ତି, ନାରାୟଣ ଦତ୍ତ, ରଞ୍ଜିତ ବେହେରା, ଧୀରଜ ମହାନ୍ତି, ଭରତ ଭୂଷଣ ଦାସ, ଚିତ୍ତରଞ୍ଜନ ମହାନ୍ତି, ବୀରେନ୍ଦ୍ର କର, ସୂର୍ଯ୍ୟ ସୁନ୍ଦର ସେନ, ଅଶୋକ କୁମାର ତ୍ରିପାଠୀ, ଶ୍ରୀକାନ୍ତ ବୁଗୁଡାଇ ପ୍ରମୁଖ ଉତ୍ସବ ପରିଚାଳନା କରୁଛନ୍ତି।